ଜାଣିନି ଏତେ କଷ୍ଟ କ'ଣ ପାଇଁ ଲାଗୁଛି। ବୋଧହୁଏ ମୁଁ କାହାର ସ୍ତ୍ରୀ କିମ୍ବା କାହା ଝିଅ କିମ୍ବା କାହା ମା କିମ୍ବା କାହା ଭଉଣୀ। ମୁଁ କେବେ ଭାବିନଥିଲି ଆମ ଓଡ଼ିଶାରେ ବି ଏମିତି ଦୁର୍ଘଟଣା ଘଟେ। ହଁ, ମୁଁ ସେ ରାହୁଲ ମହାରଣା କଥା କହୁଛି। ତାଙ୍କ ବିବାହିତା ଜୀବନ 3 ମାସ, ସେ ଝିଅର ହାତରେ ମେହେନ୍ଦି ଉଠିନାହିଁ। ଶନିବାର ରାତିର ଘଟଣା। ରବିବାର ଦିନ କାଲି ଥିଲା ରବିବାର। ଦିନଟା ଯାକ ବହୁତ କଷ୍ଟରେ କଟିଛି। ଫୋନ୍ ଧରିଲେ ହିଁ ତାଙ୍କ ନ୍ୟୁଜ୍। ରାଗ ରୁଷ ଠିକ୍ ଅଛି, କାହାକୁ ଏତେ ଘୃଣା କରୁନି ଜୀବନ ଦେଇ ମାରିଦେବ। ସେ କାହାର ପୁଅ ଥିଲେ, କାହାର ସ୍ତ୍ରୀ ଥିଲେ, କାହାର ଭାଇ ଥିଲେ। ଭାବନ୍ତୁ ତାଙ୍କ ସ୍ତ୍ରୀ, ମା ଆଉ ଭଉଣୀ ବାପା ଉପରେ କେମିତି ଲାଗୁଥିବ। ଆମ ଓଡ଼ିଶାରେ ଏମିତି ହେଉଛି। ସବୁ ଭାବିଲା ବେଳକୁ ଡରିକି କାନ୍ଦ ମାଡ଼ୁଛି। ବହୁତ କଷ୍ଟ ଲାଗୁଛି। ପ୍ଲିଜ୍ ତାଙ୍କ ହତ୍ୟାରାକୁ ଧରିକି ଜେଲରେ ଦିଅନ୍ତୁ। ପୋଲିସ ଠିକ୍ ଠାକ୍ କାମ କରନ୍ତୁ ତାଙ୍କର।